ସ୍ରଷ୍ଟା ଏବଂ ଜଣେ ସାରସ୍ୱତ ବିଦ୍ୱାନ ପୁରୁଷ ଭାବରେ ଆଜି ଆମ ମାନଙ୍କ ଗହଣରେ ଅଛନ୍ତି। ସେ କେବଳ ଉପନ୍ୟାସ ଲେଖି ନଥିଲେ, ଅନେକ କାବ୍ୟ କବିତା ଲେଖିଛନ୍ତି, କ୍ଷୁଦ୍ର ଗଳ୍ପ ଲେଖିଛନ୍ତି, ଆତ୍ମଜୀବନୀ ଲେଖିଛନ୍ତି, ପ୍ରବନ୍ଧ ଲେଖିଛନ୍ତି, ନାଟକ ଲେଖିଛନ୍ତି। ତାଙ୍କର ସଂଖ୍ୟା ମୁଁ ଯଦି କହିବି ମଧ୍ୟ ଆଜି ରାତିରେ ମଧ୍ୟ ସରିବନି, କାରଣ ଏତେ ଅସଂଖ୍ୟ ସେ ତାଙ୍କ ସୃଷ୍ଟି ଅଛି। ମାଟିର ମଣିଷ, ମୁକ୍ତାଗର କ୍ଷୁଦା, ଯାହା ପ୍ରଦୀପ ପୂର୍ବରୁ କହିଛନ୍ତି, ଅମର ଚିତା ଲେଖିଛନ୍ତି, ଦୁଆର ମଣିଷ ଏବଂ ଆଜିର ମଣିଷ ହଉଛି 1957 ମସିହାର ରଚନା। ଯେତେବେଳେ ସେ ଆଜିର ମଣିଷ ଏଇ ଆଲୋଚନା କରିବା ପୂର୍ବରୁ ମୁଁ କେତେ ଗୋଟେ ଦିଗକୁ ନେଇଛି। ପ୍ରଥମରେ ମଣିଷକୁ ଆମେ ବିଭିନ୍ନ ଭାବରେ ଦେଖୁଛେ, ତାର କର୍ମରୁ ଯେତେବେଳେ ମଣିଷ ଶିକ୍ଷା ଗ୍ରହଣ କରି ଜଣେ ଉଚ୍ଚ ପଦପଦବୀରେ ରହୁଛି, ଆମେ ତାକୁ ଭିନ୍ନ ଦୃଷ୍ଟିରେ ଦେଖୁଛେ। ମଣିଷ ନିଶ୍ଚିତ ମାତୃଗର୍ଭରେ ଜନ୍ମ ହେଉଛି, କିନ୍ତୁ ତା କର୍ମ ମାଧ୍ୟମରେ ସେ ବଞ୍ଚୁଛି। ଏଇ ଭିତରେ ସେ ଦେଖେଇଛନ୍ତି, ନାରୀ ମାନଙ୍କର କଥା ଦେଖେଇଛନ୍ତି, ପୁରୁଷ ମାନଙ୍କର କଥା ଦେଖେଇଛନ୍ତି ଏବଂ ତା ସହିତ ସେ ଅହିଂସାକୁ ଦେଖେଇଛନ୍ତି, ହିଂସାକୁ ଦେଖେଇଛନ୍ତି ଏବଂ ସେଇ ସମୟର ଯୁଦ୍ଧର ଘନଘଟା କଥା ମଧ୍ୟ କହିଛନ୍ତି। ଆଜି ମଧ୍ୟ ଆମେ ସେଇ ଯୁଦ୍ଧକୁ ଭେଟୁଛେ। ଆଜି ଆମର ଗ୍ୟାସ୍ ମିଳୁନାହିଁ, ଆଜି ଦୁନିଆ ଯାହା ନିତ୍ୟ ସାମଗ୍ରୀ ନ ମିଳିବା ପାଇଁ ମଧ୍ୟ ସମୟ ଆସି ପହଞ୍ଚିଲାଣି। ଏ ସବୁର ମୂଳରେ ସେ ମଣିଷ ହିଁ ଦାୟୀ। ମଣିଷ ଚାହିଁଲେ ଧରାକୁ ସରାମଣେ, ଏ ବିଶ୍ୱକୁ ଅମୃତମୟ କରି ଗଢି ତୋଳେ। ତେଣୁ ଏଇ ସବୁ ମଣିଷ ହାତରେ ହିଁ ନିହିତ ଅଛି, ମଣିଷ ହାତରେ ହିଁ ସବୁ କିଛି ସମର୍ପିତ। ଆଜିର ମଣିଷ ପଛରେ ଟିକେ ଇତିହାସ ଅଛି। ଯେତେବେଳେ ଓଡ଼ିଶା ଶିକ୍ଷା ବିଭାଗର ତତ୍କାଳୀନ ପ୍ରୌଢ଼ ଶିକ୍ଷା ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ପାଣିଗ୍ରାହୀ ପ୍ରୌଢ଼ ଶିକ୍ଷାର ଅନୁକୂଳ ଏକ ଗଳ୍ପ ରଚନା ଲେଖିବା ପାଇଁ ଲେଖକଙ୍କୁ ଅନୁରୋଧ କରିଛନ୍ତି, ଗଳ୍ପ ଆକାରରେ ଆରମ୍ଭ ଶେଷ ହୁଏ ଉପନ୍ୟାସରେ। ପ୍ରୌଢ଼ ଶିକ୍ଷା ନିମନ୍ତେ ଗୋଟେ ପୁସ୍ତକ ଲେଖିବା ପାଇଁ ଦୀନବନ୍ଧୁ ପାଣିଗ୍ରାହୀ ଅନୁରୋଧ କରିଥିଲେ। ତ ତା ଗଳ୍ପ ଆକାରରେ ଆରମ୍ଭ ହଉ, ତା ଉପନ୍ୟାସରେ ପରିଣତ ହୁଏ ଏବଂ ଏହି ଉପନ୍ୟାସଟି ମଧ୍ୟ ଯେତେବେଳେ ସେ ନିଜେ ଆଟାଚରେ ନେଇକି ଯାଇଥିଲେ, ତାହା ମଧ୍ୟ ହଜି ଯାଇଥିଲା ଏବଂ ପରବର୍ତ୍ତୀ ଅବସ୍ଥାରେ ତାକୁ ଯେତେବେଳେ ସେ ରଚନା କରିଛନ୍ତି, ତାର ଭାଷାରେ ମଧ୍ୟ ପରିବର୍ତ୍ତନ ଆସିଛି। ସେ କହିଛନ୍ତି ସବୁକିଛି ମୋ ଭିତରେ ଅଛି, ପୁଣି ପରିପ୍ରକାଶ କରିଛନ୍ତି, କିନ୍ତୁ ସମୟ ଅନୁସାରେ କିଛି କିଛି ପରିବର୍ତ୍ତନ ହେଇଛି ଏବଂ ଉପନ୍ୟାସଟି ମଧ୍ୟ ଗୌରୀ ନାମରେ କଟକ ଆକାଶବାଣୀ ମାଧ୍ୟମରେ ତାହା ପ୍ରଚାର ପ୍ରସାର କରାଯାଇଛି ଏବଂ ତାର କଥାକାର ଥିଲେ ସୁରେନ୍ଦ୍ର ମହାନ୍ତି, ଯେ ପ୍ରତିଦିନ 4 ମାସ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଥରେ ଲେଖା ପ୍ରସାରିତ ହେଉଥିଲା। ପାଠ କରି ଶୁଣାଉଥିଲେ ସୁରେନ୍ଦ୍ର ମହାନ୍ତି। ମୁଁ ଏଇ ଉପନ୍ୟାସରୁ କେତୋଟି ମତେ ଭଲ ଲାଗୁଥିବା ପଂକ୍ତି ଗୁଡ଼ିକୁ